ଆପଣ ଯେମିତି କହିଲେ ଯାତ୍ରାରେ ସମସ୍ତଙ୍କର ମନକୁ ଛୁଇଁଛି। ମନକୁ ଛୁଇଁବା ମାନେ ଲୋକମାନଙ୍କର ଆଶୀର୍ବାଦ। ମୁଁ ଗୋଟେ କଳାକାର ହିସାବରେ ମୋ କାମ କରିଛି। ସିନେମା ଆଜି ଶୁଭମୁକ୍ତି କରିବ, ତେଣୁ ସିନେମା ଦେଖିଲା ପରେ ଦର୍ଶକ ହିଁ ତାର ମତାମତ ଦେବେ ଏ ସିନେମାଟି କ'ଣ, ସିନେମାରେ କେଉଁ କଳାକାର କ'ଣ ଅଭିନୟ କରିଛନ୍ତି। ମତାମତ ଦର୍ଶକ ଦେଲେ ଭଲ ହେବ। ଆଉ ସବୁଠୁ ବଡ଼ କଥା ହେଉଛି ଆଜି ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ଦର୍ଶକ ହେଇକି ନିଜକୁ ଦେଖିବି, ଯେଉଁ ସୁଯୋଗଟା ମୁଁ କେବେ ପାଏନି। ଆଶାବାଦୀ ତ ଆମେ ସମସ୍ତେ, କିନ୍ତୁ ବର୍ତ୍ତମାନ ସିନେମା ଇଣ୍ଡଷ୍ଟ୍ରି ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତା ଭିତରେ ଯୁଦ୍ଧ କରି କେତେ ଦୂର ଠିଆ ହେଇକି ରହିପାରିବ ସେଇଟା ହେଉଛି ବଡ଼ କଥା। ସେଇଟା ସମୟ ହିଁ କହିବ। ଗୋଟେ କଳାକାର ଆଜ୍ଞା ହସିବ, କାନ୍ଦିବ, ହସେଇବ, କନ୍ଦେଇବ, ସବୁ ପ୍ରକାର କାମ କରିପାରିବ, କିନ୍ତୁ ସେଇଟା କେବଳ କଳା ଭିତରେ ସୀମିତ ରହିବା ଦରକାର। ବ୍ୟକ୍ତିଗତ ଜୀବନକୁ ନ ଆସିଲେ ଭଲ। ଆଶାବାଦୀ ତ ପୁରା ରହିଛୁ, କାହିଁକିନା ବହୁତ ଦିନ ପରେ ଆମ ପାଇଁ ଗୋଟେ ସୁଯୋଗ ଜୁଟିଲା, ଯେଉଁଟାକି ମାନେ ସାମାଜିକ ଚଳଚ୍ଚିତ୍ର ଗୋଟେ ଆମେ ଉପସ୍ଥାପନା କରିପାରୁଛୁ। ଆଉ ତାକୁ ମୁଁ ମୋ ଦର୍ଶକମାନଙ୍କୁ ଅନୁରୋଧ କରୁଛି, ସେମାନେ ଆସନ୍ତୁ, ପିଲା ଛୁଆ ସମସ୍ତଙ୍କୁ ନେଇକି ଆସନ୍ତୁ, ଭରପୁର ଆନନ୍ଦ ଉଠେଇକି ଯିବେ। ଦର୍ଶକମାନଙ୍କୁ ଛୁଇଁବ ମେନ୍ ରଖିଛୁ ଯେ ଆଜିକାଲି ନାରୀ ଅବଳା ନୁହଁ। ଯେଉଁ ଭାବୁଛନ୍ତି ଯେ ମୁଁ ବାହାରକୁ ଯିବି ମୋ ପଛରେ କିଏ ଅଛି, କିନ୍ତୁ ସେଇଟା ଫାର୍ଷ୍ଟ ସିନ୍ରୁ ଦର୍ଶକ ଦେଖିବେ ଯେ ବାହାରକୁ ଗଲେ ଯଦି 4 ଜଣ ବିରୋଧୀ ଠିଆ ହେଉଛନ୍ତି ତାହେଲେ ଜଣେ ଆସିକି ଭାଇ ଭଳିଆ ସବୁ ତାଙ୍କୁ ରକ୍ଷା କରୁଛି। ତେଣୁକରି ସେମାନେ ନିର୍ଭୟ ଟିକେ ହେବେ। ଆଉ ତମନ୍ନା ବି କମାଲ ରୋଲ୍ କରିଛି, ଯେଉଁଟାକି ଆମେ ବି ଚିନ୍ତା କରିନଥିଲୁ ଏତେ ନରମ ଝିଅ ଏମିତିଆ ରୋଲ୍ କରିପାରେ। ତା ବାପାକୁ ଭାଇକି ଯେତେବେଳେ ମାରି ଦେଉଛନ୍ତି ସିଏ ବି ରିଭେଞ୍ଜ ନେବାକୁ ପଛେଇନି। ଆଜି ଗୋଟେ ଜିନିଷ ହେଉଛି, ଆମକୁ ହଲ୍ ନୁହଁ, ହଲ୍ ବାଲା ଡିଷ୍ଟ୍ରିବ୍ୟୁଟର ତାଙ୍କର କ'ଣ ଗଣ୍ଡଗୋଳ ଲାଗିକିନା ସେ ବହୁତ ଡେରିରେ ଆମକୁ ଦେଲେ, ହଲ୍ ଦେଲେ, କିନ୍ତୁ 8 ଦିନ ଆଗରୁ ପୋଷ୍ଟର ମାରି ଦେଇଥିଲେ। ଆମେ ଆଶାବାଦୀ ଅଛୁ, କାହିଁକି ନା କାଲି ରାତି 12ଟାରୁ ଆମେ ଲୋକଙ୍କୁ ଡାକିକିନା ଏତିକି ଲୋକ ହେଇପାରିଛନ୍ତି। ତେଣୁକରି ଆଗାମୀ ଦିନରେ ନିଶ୍ଚିନ୍ତ ଭାବରେ ଲୋକ ଦେଖିବେ। ଆଉ ଦର୍ଶକମାନଙ୍କୁ ଆମେ ଅନୁରୋଧ କରୁଛୁ, ସେମାନେ ଆସନ୍ତୁ, ଦେଖନ୍ତୁ। ଯେଉଁ ଗତ ଫିଲ୍ମ ସବୁ ଦେଖିଥିଲେ ସେ ଫିଲ୍ମ ବହୁତ ଦିନ ହେଲା ଆସିନି, ଯେଉଁଟା ଗୋଟେ ସାମାଜିକ ଷ୍ଟୋରି। ଆଉ ଏଇଟା ଦେଖିଲା ପରେ ସେମାନେ ଅନୁଭବ କରିବେ। ଯଦି ତାଙ୍କୁ ଭଲ ଲାଗିଲା ସେମାନେ ବି ପ୍ରଚାର କରନ୍ତୁ, ଆଉ ଲୋକ ଆସନ୍ତୁ।